ବାଲେଶ୍ୱର ଜଳକା ନଦୀରୁ ଉଦ୍ଧାର ହେଲା ବିଲୁପ୍ତ ପ୍ରାୟ ଏକ ବିରଳ ମାଛ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗୋଠଗଡ଼ିଆ ନିକଟରୁ ଜଳକା ନଦୀରୁ ଏହିଭଳି ଗୋଟାଏ ବିଲୁପ୍ତ ପ୍ରାୟ ପ୍ରଜାତିର ମାଛ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଆଜି ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲାମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ଏହି ମାଛଟିକୁ ସେମାନେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଉତ୍ସୁକତା ସହିତ ଏ ମାଛଟିକୁ କୌଣସି ହିଂସ୍ର ଜନ୍ତୁ ଭାବି ଭୟଭୀତ ହୋଇଯାଇଥିଲେ। କିନ୍ତୁ କେତେକ ସାହସୀ ଯୁବକ ଜାଲ ସାହାଯ୍ୟରେ ସେ ମାଛଟିକୁ ଧରି ନଳ ବାହାରରେ ଥିବା ଏକ ପୋଖରୀ, ଯେଉଁ ପୋଖରୀର ନାମ ହେଉଛି ଚନ୍ଦନ ପୋଖରୀ, ସେମାନେ ସେହି ପୋଖରୀରେ ଛାଡ଼ି ଦେଇଛନ୍ତି। ଏଟା ହେଉଛି ଗୋଟେ ଶୁଭ ଖବର, ଯେଉଁଠିକି ମାଛକୁ ଧରିଦେଲେ ସାଧାରଣ ମଣିଷ ଖାଇଯାଆନ୍ତି, କିନ୍ତୁ ଏ ପିଲାମାନେ ଗୋଟେ ନଜିର ରଖିଦେଲେ ସେ ମାଛକୁ ଆଣିକି ପୋଖରୀରେ ଛାଡ଼ିଛନ୍ତି। ଏ ଖବର ବାଲେଶ୍ୱର ବନ ବିଭାଗ ଅଧିକାରୀ ପାଖରେ ପହଞ୍ଚିଛି। ବନ ବିଭାଗ ଅଧିକାରୀ ପୋଖରୀଟିରୁ ମାଛଟିକୁ ବର୍ତ୍ତମାନ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସେ ମାଛଟି କେଉଁ ମାଛ, ସେ ମାଛର ଜାତି କ'ଣ, ତାକୁ ଜାଣିବା ପାଇଁ ଚେଷ୍ଟା ଚଲେଇଛନ୍ତି। କିନ୍ତୁ ଯେଉଁମାନେ ପୁରୁଣା କାଳିଆ ଲୋକ ଅଛନ୍ତି, ନଦୀ ପାଖରେ ଘର କରିଛନ୍ତି, ବସବାସ କରୁଛନ୍ତି, ସେମାନେ କୁହନ୍ତି ଏ ମାଛଟିର ନାଁ ହେଉଛି କଙ୍କି ମଗର ବୋଲି। ଏ ମାଛକୁ ଦେଖିବା ପାଇଁ ବର୍ତ୍ତମାନ ସେ ଅଞ୍ଚଳରେ ପ୍ରବଳ ଭିଡ଼ ହେଉଛି। ଏହା ପ୍ରାୟତଃ ଡଲଫିନ୍ ଜାତୀୟ ମାଛ ବୋଲି ଯାହା ଜଣାପଡ଼ୁଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।